ମୁଁ ଆଜ୍ଞା ନାରାୟଣ ଚନ୍ଦ୍ର ନାୟକ ଜଣେ ଶ୍ରମିକ ନେତା। ଆଜ୍ଞା ମୁଁ କାଲିଠୁ ବହୁତ ଦୁଃଖରେ ଅଛି। ମୁଁ ବହୁତ ଦୁଃଖିତ। ଭାରତର ଗଣତନ୍ତ୍ର ରାଷ୍ଟ୍ରର ଜଣେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସେ କଂଗ୍ରେସକୁ ସମାଲୋଚନା କରୁଛନ୍ତି। କ'ଣ କରୁଛନ୍ତି ଯେ ବିଶ୍ୱାସଘାତକ ପରଜୀବୀ ଦଳରେ ପରିଚିତ ହୋଇଛି କଂଗ୍ରେସ, ପଛରୁ ଛୁରୀ ମାରୁଛି। ଆଜ୍ଞା ଆମେ ବିଶ୍ୱାସଘାତକ, ଆମେ ପରଜୀବୀ ଦଳର ପ୍ରତିଷ୍ଠିତ, ଆମେ କଂଗ୍ରେସ ଦଳ ପଛରୁ ଛୁରୀ ମାରୁଛୁ। ମୁଁ ଆଜ୍ଞା ବହୁତ ଦୁଃଖିତ। ଆଜ୍ଞା ବିଶ୍ୱାସଘାତକ ଆଜ୍ଞା କିଏ? ମୁଁ ଆଜ୍ଞା ଆପଣଙ୍କ ମାଧ୍ୟମରେ କହିବାକୁ ଚାହୁଁଛି, ନରେନ୍ଦ୍ର ମୋଦି ମହୋଦୟଙ୍କୁ ମୁଁ ପଚାରିବାକୁ ଚାହୁଁଛି, ବିଶ୍ୱାସଘାତକ କଂଗ୍ରେସ ଦଳ ନା ତୁମ ବିଜେପି ନରେନ୍ଦ୍ର ମୋଦି ମହୋଦୟ? ଆପଣ ଆଜ୍ଞା ଯିବା, ଆମେ ଆଜ୍ଞା ଯିବା କେଉଁଠିକି ଆଜ୍ଞା? ମହାରାଷ୍ଟ୍ରକୁ। ମହାରାଷ୍ଟ୍ରରେ ଯେଉଁ ଶିବସେନା ଯେଉଁ ଉଦ୍ଧବ ଠାକରେଙ୍କ ଦଳକୁ, ଯିଏକି ଉଦ୍ଧବ ଠାକରେଙ୍କ ବାପା ମୁଖ୍ୟମନ୍ତ୍ରୀ ନ ହୋଇପାରନ୍ତୁ, ଏପରିକି ଅଟଳ ବିହାରୀ ବାଜପେୟୀ ଆଡ଼ଭାନୀ ଅମଳରୁ ସେ ଆପଣଙ୍କ ସାଙ୍ଗରେ ଥିଲା, କଂଗ୍ରେସ ସାଙ୍ଗରେ ସେ ନଥିଲା। କିନ୍ତୁ ଆପଣ କ'ଣ କଲେ? ଉଦ୍ଧବ ଠାକରେ ଦଳକୁ ଦୁଇ ଭାଗ କରି ଆପଣ ସେ ଉଦ୍ଧବ ଠାକରେ ଦଳର ଲୋକକୁ ମୁଖ୍ୟମନ୍ତ୍ରୀ କଲେ, ଆପଣଙ୍କ ଦଳ ସପୋର୍ଟ କଲା। ଦ୍ୱିତୀୟ ଇଲେକ୍ସନରେ ସେଇ ଯେଉଁ ଶିବସେନାର ଯେଉଁ ଲୋକକୁ ଆଣିକି ମୁଖ୍ୟମନ୍ତ୍ରୀ କରିଥିଲେ, ତାକୁ ଗୋଇଠା ମାରିକି ବିଦା କରିଦେଇ ଆପଣଙ୍କ ଦଳ ଲୋକକୁ ମୁଖ୍ୟମନ୍ତ୍ରୀ କରିଛନ୍ତି। ବର୍ତ୍ତମାନ ଆପଣଙ୍କ ଦଳ ମୁଖ୍ୟମନ୍ତ୍ରୀ। ତାପରେ ଆହୁରି ସାଂଘାତିକ ସେ ମହାରାଷ୍ଟ୍ର କଲେ। ଶରଦ ପାୱାରଙ୍କର ଯେଉଁ ରାଷ୍ଟ୍ରୀୟ କଂଗ୍ରେସ ଦଳ କରିଥିଲେ, ତା ନିଜ ପୁତୁରାଟାକୁ ଆଣିକି ତା ଦଳ ଭାଙ୍ଗିକି ଦୁଇ ଭାଗ କରିକି ଆପଣ ଆଣିକି ଉପମୁଖ୍ୟମନ୍ତ୍ରୀ କରିଥିଲେ, ଯିଏକି ଆକ୍ସିଡେଣ୍ଟରେ ମରିଗଲେ। ବର୍ତ୍ତମାନ ତାଙ୍କ ସ୍ତ୍ରୀକୁ ଶପଥ ନେଲେ, ବିହାରର MLA ହେଲେ, ରାଜ୍ୟସଭା ସଦସ୍ୟ। ଆପଣ ରାଷ୍ଟ୍ରୀୟ କଂଗ୍ରେସକୁ ଶରଦ ପାୱାର ଦଳକୁ ଭାଙ୍ଗି ତାଙ୍କ ପୁତୁରାକୁ ଆଣିଲେ, ଉଦ୍ଧବ ଠାକରେ ଶିବସେନାକୁ ଭାଙ୍ଗି ତା ଲୋକକୁ ଆଣି ମୁଖ୍ୟମନ୍ତ୍ରୀ କଲେ। ତାପରେ ଆଜ୍ଞା ଗୋଟେ ଗୋଇଠା ପକେଇଲେ, ସେ ପଳେଇଲା। ତାହେଲେ ଆଜ୍ଞା ବିଶ୍ୱାସଘାତକ କିଏ? ତାପରେ ଆଜ୍ଞା ଯିବା ବିହାରକୁ। ଯିବା ବିହାର ନୀତିଶ କୁମାରକୁ ଚାଣକ୍ୟ କୁହନ୍ତି। ତୁମେ ବିହାରରେ ନୀତିଶ କୁମାରକୁ ସାଙ୍ଗରେ ମିଶାଇଲ, ମୁଖ୍ୟମନ୍ତ୍ରୀ କଲ। ଦ୍ୱିତୀୟବାର ଯେତେବେଳେ ମୁଖ୍ୟମନ୍ତ୍ରୀ ହେଲେ କିଏ? ନୀତିଶ କୁମାର। ତୁମେ ସଂଖ୍ୟାଗରିଷ୍ଠ ଅଧିକା ଜଣେ ଦୁଇ ଜଣ ଥିଲ ବୋଲି ଯେଉଁ ସର୍ତ୍ତରେ ନୀତିଶ କୁମାର ମୁଖ୍ୟମନ୍ତ୍ରୀ କଲ, ସବୁ ପଗାର ନେଇଗଲ, ତାକୁ ଏତେ ହଇରାଣ କଲ, ଜଣେ ମୁଖ୍ୟମନ୍ତ୍ରୀ ରାଜ୍ୟସଭା ସଦସ୍ୟ ହୋଇକି ଗଲା ଦିଲ୍ଲୀ। ଆପଣ ଚିନ୍ତା କରନ୍ତୁ, ତାହେଲେ ବିଶ୍ୱାସଘାତକ କିଏ? ଆଜ୍ଞା ପଞ୍ଜାବ ଦେଖନ୍ତୁ, ବର୍ତ୍ତମାନ ପଞ୍ଜାବର 6 ଜଣ MLAକୁ ତୁମେ ଘିତି ଆଣିଲ, ପଞ୍ଜାବର ଜଣେ ମନ୍ତ୍ରୀକି ତୁମେ ଜେଲରେ ପୁରେଇଲ। ତାହେଲେ ଆପ୍ ଦଳର ତାକୁ ଭାଙ୍ଗିବାକୁ ପଞ୍ଜାବରେ ଚେଷ୍ଟା କରୁଛ। ତାହେଲେ ଆଜ୍ଞା ବିଶ୍ୱାସଘାତକ କିଏ? ତାପରେ ଆଜ୍ଞା ଆସନ୍ତୁ ଦିଲ୍ଲୀ। ଦିଲ୍ଲୀରେ ଆଜ୍ଞା ମୁଖ୍ୟମନ୍ତ୍ରୀ କେଜରିୱାଲକୁ କ'ଣ ତାର ଦୋଷ କରିଥିଲା? ମୁଖ୍ୟମନ୍ତ୍ରୀ କି ତାର ଜଣେ ବରିଷ୍ଠ ନେତାକୁ ଜେଲରେ ପୁରେଇଲ, କୋର୍ଟ ରାୟ ଦେଲା ସେ ନିର୍ଦ୍ଦୋଷ। ଆପଣ CBIକୁ ହାତରେ ରଖି ଯେଉଁ ତାଙ୍କ ପ୍ରତି ଯେଉଁ ଦିଲ୍ଲୀ କେଜରିୱାଲ ପ୍ରତି ଯେଉଁ ଅନ୍ୟାୟ କଲେ, ଦେଶବାସୀ ଜାଣିଲେ। ତାହେଲେ ବିଶ୍ୱାସଘାତକ କିଏ? ପାୱାର ପାଇଁ କିଏ ବିଶ୍ୱାସଘାତକତା କରୁଛି? ତାପରେ ଆଜ୍ଞା ଦେଖନ୍ତୁ ଝାଡ଼ଖଣ୍ଡକୁ ଆସନ୍ତୁ। ହେମନ୍ତ ସୋରେନ, ସିଏ ଆଜ୍ଞା କ'ଣ ଦୋଷ କରିଥିଲା? ସେ ଗୋଟେ ମୁଖ୍ୟମନ୍ତ୍ରୀ କି ତୁମେ ତାକୁ ଜେଲରେ ପୁରେଇଲ, ସେ ତା ଦଳର ଅନ୍ୟ ଜଣକୁ ମୁଖ୍ୟମନ୍ତ୍ରୀ କଲା। କୋର୍ଟରେ ନିର୍ଦ୍ଦୋଷରେ ଖଲାସ ହେଇ ଆଜି ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଅଛନ୍ତି। ତାହେଲେ ଆଜ୍ଞା ବିଶ୍ୱାସଘାତକ କିଏ? ଆଜ୍ଞା ତାପରେ ଆଜ୍ଞା ଆସନ୍ତୁ ଆମ ଓଡ଼ିଶାକୁ। ଓଡ଼ିଶାରେ ଯେଉଁ ରାଜ୍ୟସଭା ନିର୍ବାଚନ ହେଲା, ଦିଲ୍ଲୀପ ରାୟ ଜଣେ ବିଜେପି ନେତା ଥିଲାବେଳେ ତାକୁ ସ୍ୱାଧୀନ ଛିଡ଼ା କରି ଯେଉଁ କଂଗ୍ରେସର କିଛି ନେତାଙ୍କୁ, ବିଜେଡ଼ିର କିଛି ନେତାକୁ ନେଇକି, ଯେଉଁ ଦିଲ୍ଲୀପ ରାୟ ତ ସଂଖ୍ୟା ନଥିଲା ତୁମ ଦଳର, ଯେଉଁ ସ୍ୱାଧୀନ କ୍ୟାଣ୍ଡିଡେଟ୍ କରିକି କଂଗ୍ରେସ ବିଜେଡ଼ି ଦୁଇଟା ଦଳର ଲୋକଙ୍କୁ ଟଙ୍କା ଦେଇକି ନେଇକି ତୁମେ ଯେଉଁ ବିଶ୍ୱାସଘାତକ କରିନା କି? ଯଦି କେହି ବିଶ୍ୱାସଘାତକ ଥାଇ, ତାହେଲେ 1 ନମ୍ବର ଏ ଦେଶରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ତାଙ୍କ ଦଳ ହେଉଛନ୍ତି ବିଶ୍ୱାସଘାତକ। ସିଏ ବିଶ୍ୱଗୁରୁ ଯଶସ୍ୱୀ ପ୍ରଧାନମନ୍ତ୍ରୀ, ସିଏ ଆଜ୍ଞା ବିଶ୍ୱଗୁରୁ ନୁହନ୍ତି, ସିଏ ବିଶ୍ୱର ହେଲେ ବିଶ୍ୱାସଘାତକ। ଏ ବିଶ୍ୱରେ 1 ନମ୍ବର ଆଜ୍ଞା ବିଶ୍ୱାସଘାତକ ହେଉଛନ୍ତି କିଏ? ନରେନ୍ଦ୍ର ମୋଦି। ଆଜ୍ଞା ମୁଁ ସେଣେ ଯାଉନାହିଁ। ଆଜ୍ଞା ଆଉ ଗୋଟେ କଥା ଦେଖନ୍ତୁ, ବିଶ୍ୱାସଘାତକ କିଏ? ଓଡ଼ିଶାରେ ଆପଣ ଓଡ଼ିଶାବାସୀଙ୍କୁ ଯେଉଁ ବିଶ୍ୱାସଘାତକତା କରିଛନ୍ତି, ସେ କଥା ଓଡ଼ିଶାବାସୀ ଜାଣିଛନ୍ତି, ଭାବୁଛନ୍ତି, ଭବିଷ୍ୟତରେ ଉଚିତ ଜବାବ ଦେବେ। ଆପଣ ଯେଉଁ ସଂକଳ୍ପ ପତ୍ରରେ ଲେଖିଥିଲେ, ମୁଁ ଆମ ଦଳ ଆସିଲେ 60ରୁ 83,000 ଭତ୍ତା ଦେବୁ, ଦେଇଛନ୍ତି କି?
ଆପଣ କହିଥିଲେ ଆମେ ଆସିନେ ମଦ ଦୋକାନ ବନ୍ଦ କରିଦେବୁ। ମଦ ଦୋକାନ ବନ୍ଦ କରିଛନ୍ତି କି ବରଂ ଅଧିକା ମଦ ଦୋକାନ ଖୋଲିଛନ୍ତି। ଆପଣ କହିଥିଲେ ଆମେ ଆସିନେ 300 ୟୁନିଟ୍ ବିଜୁଳି ଛାଡ଼ କରିଦେବୁ, କରିଛନ୍ତି କି? ଆପଣ କହିଥିଲେ ଓଡ଼ିଆ ଅସ୍ମିତା, ଆଜି ପର୍ଯ୍ୟନ୍ତ ତୁମ ସରକାର 2 ବର୍ଷ ହେଲା ରହିଲେଣି, ଓଡ଼ିଶାର ଓଡ଼ିଆ ଭାଷାରେ କୌଣସି ସରକାରୀ ଅଫିସରେ କାଗଜପତ୍ର ହେଉଛି କି? ତେଣୁ ବିଶ୍ୱାସଘାତକ କିଏ? ଯେଉଁ ଓଡ଼ିଶାବାସୀଙ୍କ ପ୍ରତି ଯେଉଁ ବିଶ୍ୱାସଘାତକଟା କରିଛ, ଆଗାମୀ ଦିନରେ ତା ପ୍ରତିଫଳିତ ହେବ। ଆଉ ଆଜ୍ଞା ବଡ଼ କଥା ହେଉଛି ସବୁଠାରୁ କ'ଣ ବଡ଼, ଯେଉଁ ମହିଳା ସୁରକ୍ଷିତ ପାଇଁ ଇଏ ଦେଶ ଯାକ ଆନ୍ଦୋଳନ କରୁଛନ୍ତି, ଓଡ଼ିଶାରେ ଆଜ୍ଞା ମହିଳାମାନଙ୍କୁ ଆପଣ ସ୍ଥାନ ସଂରକ୍ଷଣ କଥା କହୁଛନ୍ତି, ମହିଳାମାନଙ୍କୁ ଅଧିକା ସ୍ଥାନ ଦିଆଯିବ। ଆଗରୁ ପାସ୍ ହେଇଥିଲେ ମଧ୍ୟ ତାକୁ କାର୍ଯ୍ୟକାରୀ ନ କରି ଆପଣ ଏ ଯେଉଁ ଜନଗଣନା ଆଉ ବିଭିନ୍ନ ଜାଗାରେ ଏମ୍ପି ସିଟ୍ ବଢ଼ିବା ପାଇଁ ମହିଳାଙ୍କୁ ଆଗରେ ରଖି କଲେ, ସେଟା ତ ଆଗରୁ ପାସ୍ ହେଇଥିଲା, ସେଟା ଆଜ୍ଞା କାର୍ଯ୍ୟକାରୀ କଲେନି। କିନ୍ତୁ ମହିଳା ସଂରକ୍ଷଣ ପାଇଁ ମହିଳାମାନଙ୍କ ପାଇଁ ଯଦି ଏତେ ଆପଣଙ୍କର ଭଲ ପାଇବା ଅଛି, ଆମେ ତ କହିଥିଲୁ ପଶ୍ଚିମବଙ୍ଗରେ ଜଣେ ମହିଳାକୁ ମୁଖ୍ୟମନ୍ତ୍ରୀ କଲେ କି କଲେ ନାହିଁ। କିନ୍ତୁ ମୁଁ ଆଜ୍ଞା ଆପଣଙ୍କୁ ମାଧ୍ୟମରେ ପଚାରିବାକୁ ଚାହୁଁଛି, 2024 ବର୍ତ୍ତମାନ ମହିଳା ନିର୍ଯାତନାରେ ଦେଶରେ 2ୟ ନମ୍ବର ଅଛି ଆଜ୍ଞା ଓଡ଼ିଶା। ଓଡ଼ିଶାରେ ଏତେ ନାରୀ ନିର୍ଯାତନା ହେଉଛି ଯେ ଦେଶର 2 ନମ୍ବର ଆସିକି ନାରୀ ନିର୍ଯାତନାରେ ଓଡ଼ିଶା ପହଞ୍ଚିଲା, ଯାହାକି 549 ନିର୍ଯାତନା ଘଟଣା ଘଟିଛି ଆଜ୍ଞା 1.5 ବର୍ଷରେ। ଆଉ ଗୋଟେ କଥା, 1.5 ବର୍ଷରେ କେବଳ ବାଲେଶ୍ୱର ଜିଲ୍ଲାରେ 1200 ମହିଳା କୁଆଡ଼େ ଫେରାର ଅଛନ୍ତି, କୁଆଡ଼େ ହଜି ଯାଇଛନ୍ତି, ତାଙ୍କୁ ଏପର୍ଯ୍ୟନ୍ତ ପାଉନାହାନ୍ତି। 1200 ମହିଳା କେବଳ ବାଲେଶ୍ୱର ଜିଲ୍ଲାରେ ନିଖୋଜ ଅଛନ୍ତି ଆଜ୍ଞା। ତାପରେ ଦେଖନ୍ତୁ, ଆଜି ମୁଁ ଦେଖୁଥିଲି ପେପରରେ ଭଦ୍ରକ ଜିଲ୍ଲାରେ ଜଣେ ଦରିଦ୍ର ପାଇଁ 15,000 ଟଙ୍କାରେ ତା ଝିଅକୁ ବିକିଛି, ଯେଉଁଟାକି ବିଜେପି ଦଳର ସଭାପତି ମୋହନ ସାମଲଙ୍କ ନିର୍ବାଚନ ମଣ୍ଡଳୀରେ, ମନମୋହନ ସାମଲଙ୍କ ନିର୍ବାଚନ ମଣ୍ଡଳୀ। ଆପଣ କୁହନ୍ତୁନି ବିଜେପି ଦଳ ବର୍ତ୍ତମାନ ଓଡ଼ିଶାରେ ଯେଉଁ ଶାସନ କରୁଛି, ମହିଳାମାନେ ସୁରକ୍ଷିତ କି? ଆପଣ ବିଶ୍ୱାସଘାତକ କହିଥିବା ନରେନ୍ଦ୍ର ମୋଦି, ମୁଁ ଏ ଯେଉଁ ଉଦାହରଣ ଦେଲି, ଆପଣ କହିବା କି ଏ ଦେଶରେ ବିଶ୍ୱାସଘାତକତା କରୁଛି କିଏ? ତେଣୁ ଏ ଦେଶବାସୀ ଆପଣ ବିଶ୍ୱାସଘାତକ କି କଂଗ୍ରେସ ବିଶ୍ୱାସଘାତକ ଦେଶବାସୀ ବୁଝିବେ ବୋଲି ମୁଁ ଆପଣଙ୍କ ମାଧ୍ୟମରେ ଦେଶବାସୀଙ୍କୁ ଅନୁରୋଧ କରୁଛି। ବିଶ୍ୱାସଘାତକତା ନରେନ୍ଦ୍ର ମୋଦି କହିବାର କାରଣ ହେଉଛି ଯେ ତାମିଲନାଡୁରେ ସେ ଯେଉଁ ରାଜ୍ୟପାଳକୁ ଧରିକି ଯେଉଁ ଖେଳ କରିବାକୁ ଚାହୁଁଥିଲେ, ସେ ଖେଳଟା ଆଜ୍ଞା ହେଇପାରିଲାନି। ଆଜ୍ଞା ଦେଖନ୍ତୁ, ସେ ବିଜୟନକୁ ସପୋର୍ଟ କଲା କଂଗ୍ରେସ। କୁହନ୍ତୁନି ଆଜ୍ଞା, ଆପଣ କୁହନ୍ତୁନି 5 ଜଣ MLA ଯଦି ସପୋର୍ଟ ନ କରିଥାନ୍ତେ ବିଜୟନ ମୁଖ୍ୟମନ୍ତ୍ରୀ ହୋଇପାରିନଥାନ୍ତା। କିନ୍ତୁ ଯେଉଁ ଦଳରେ ଆମେ ଥିଲୁ ସେ ସରକାର ଗଢ଼ିଥାନ୍ତା କି? ତାକୁ ଭାଙ୍ଗି ଦେଇକି ବିଶ୍ୱାସଘାତକତା କରିକି ବିଜୟନ ଜାଗାରେ ଆମେ ମିଶିନୁ ଆଜ୍ଞା, ମିଛ କଥା। କିନ୍ତୁ ଆଜ୍ଞା ଗୋଟେ ବଡ଼ କଥା ମୁଁ ଆଜ୍ଞା ମୋଦି ସାହେବକୁ ଏ ଓଡ଼ିଶା ବିଜେପି ଦଳକୁ ପଚାରୁଛି, ଆସୁ ଆସୁ ଶପଥ ନେଉ କହିଥିବା କଥା 200 ୟୁନିଟ୍ ବିଦ୍ୟୁତ୍ ମାଗଣା କରିଥିଲା ଆଜ୍ଞା ତାମିଲନାଡୁରେ। ଏ ଯେଉଁ ତାମିଲନାଡୁ ମୁଖ୍ୟମନ୍ତ୍ରୀ କହିଥିଲା କଥା ରଖିଲା, 200 ୟୁନିଟ୍ ବିଦ୍ୟୁତ୍ ଛାଡ଼ କରିଦେଲା। ନିଶା ବିରୋଧରେ ଆଇନ କଲା, ପ୍ରତ୍ୟେକ ଜାଗାରେ ନିଶା ବନ୍ଦ କରିବା ପାଇଁ ପ୍ରକୋଷ୍ଠ ତିଆରି ହେବ, ସ୍ୱତନ୍ତ୍ର ସ୍ପେଶାଲ ସ୍କ୍ୱାଡ୍ ରହିବେ ଯେଉଁମାନେ କି ନିଶାକୁ ବନ୍ଦ କରିବେ। ମହିଳାମାନଙ୍କ ସୁରକ୍ଷା ପାଇଁ ସ୍ୱତନ୍ତ୍ର ବାହିନୀ ଆଜ୍ଞା ଗଠନ କଲେ। ମହିଳାମାନେ ଯେମିତି ନିର୍ଯାତିତ ନ ହୁଅନ୍ତି, ମହିଳାମାନେ ଯେମିତି ସୁଖ ଶାନ୍ତିରେ ରହିବେ, ମହିଳାମାନଙ୍କୁ ଯେମିତି କିଏ ଆଙ୍ଗୁଳି ଦେଖାଇ ପାରିବନି, ସ୍ୱତନ୍ତ୍ର ସ୍କ୍ୱାଡ୍ ଗଠନ କଲେ ତାମିଲନାଡୁ ସରକାର। ମୁଁ ପଚାରୁଛି, ଆପଣ ଯେଉଁ ଇଲେକ୍ସନରେ ଆମେ 60ରୁ 80 3,000 ଦେବୁ, ଆପଣ ମଦ ବନ୍ଦ କରିବୁ, ଆମେ 300 ୟୁନିଟ୍ ବିଦ୍ୟୁତ୍ ଦେବୁ, ଆଜି ପର୍ଯ୍ୟନ୍ତ ଓଡ଼ିଶାବାସୀକି ଦେଲେ କି? ଓଡ଼ିଶା ଅସୁବିଧା କଥା ବୁଝିଲେ କି? ତାହେଲେ ଆପଣ ବିଶ୍ୱାସଘାତକ, ଓଡ଼ିଶାବାସୀକି ଆପଣମାନେ ବିଶ୍ୱାସଘାତକତା କରିଛନ୍ତି। ଆଗାମୀ ଦିନରେ ତା ଫଳ ପାଇବ। କଂଗ୍ରେସ ଦଳ ବିଶ୍ୱାସଘାତକ ନୁହଁ, ବିଶ୍ୱାସଘାତକ ହେଉଛନ୍ତି ନରେନ୍ଦ୍ର ମୋଦି, ତାଙ୍କ ବିଜେପି ଦଳ।